2024 ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ଯେତିକି ରୋମାଞ୍ଚକର ସେତିକି ପ୍ରଶ୍ନବାଚକ ମଧ୍ୟ। ବିଜୁ ଜନତା ଦଳର ଗଣିତ ସମସ୍ତ ପ୍ରକାର ପାଣିପାଗ ସମସ୍ତ ଠିକ୍ ଥିଲାବେଳେ କେମିତି ନିର୍ବାଚନ ହାରିଗଲା ବିଜୁ ଜନତା ଦଳ। ନବୀନ ବ୍ରାଣ୍ଡ ପରି ଏଭଳି ବ୍ରାଣ୍ଡ ଥାଇ ମଧ୍ୟ କିଭଳି ନିର୍ବାଚନ ହାରିଲା ବିଜେଡି, ଏ କଥାକୁ ବର୍ତ୍ତମାନ ସମୟରେ ରାଜନୀତିକ ସମୀକ୍ଷକମାନେ ତର୍ଜମା କରୁଥିଲା ବେଳେ ଅସଲ କଥା କେହି ପାଇପାରୁନାହାନ୍ତି। ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ପ୍ରାୟ ପ୍ରତ୍ୟେକ କଥାରେ ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରୁଥିଲା, କିନ୍ତୁ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ଓ ବିଜେପିର ବିଜୟ ପରେ ସମସ୍ତେ ଭାବିଥିଲେ ସମୀକରଣ ବଦଳିଯିବ। ବିଜୁ ଜନତା ଦଳ ଆଉ ପୂର୍ବ ଭଳି ଭାରତୀୟ ଜନତା ପାର୍ଟିକୁ କେନ୍ଦ୍ରରେ ସମର୍ଥନ କରିବ ନାହିଁ। କିନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବରେ ବିଜୁ ଜନତା ଦଳ କ'ଣ କରିବ, ଏହାକୁ ନେଇ ଏବେଠାରୁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଯଦି ନୀରବ ରହେ ବା ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରେ, ଏହା ରାଜନୀତିକ କ୍ଷେତ୍ରରେ ଆଶ୍ଚର୍ଯ୍ୟାନ୍ୱିତ କରିବ। ବିଜେଡିର ଦୁଇ ଜଣ ରାଜ୍ୟସଭା ସାଂସଦଙ୍କୁ ବିଜେପି ନିଜର ଅକ୍ତିଆରକୁ ଆଣିବା ପରେ ବିଜେଡି ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିଲା। ଏଇଠାରୁ ହିଁ ଆରମ୍ଭ ହୋଇଥିଲା ବିଜେଡି ଭାଙ୍ଗିଯିବାର କଥା। ତେବେ ବର୍ତ୍ତମାନ ଯଦି କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିକୁ ବିଜୁ ଜନତା ଦଳ ସମର୍ଥନ କରେ, ତେବେ ରାଜନୀତିକ ସମୀକ୍ଷକମାନଙ୍କର ପ୍ରତିଟି ଗଣିତ ତର୍ଜମା ଓ ପୂର୍ବାନୁମାନ କୁଆଡ଼େ ଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।